ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇରାନ। ଆମେରିକାର ସରକାର ପରିବର୍ତ୍ତନ ପରେ ଏବେ ସବୁଠି ଯୁଦ୍ଧ ବନ୍ଦର ପ୍ରୟାସ ଚାଲିଛି। କିନ୍ତୁ ମଧ୍ୟପ୍ରାଚ୍ୟରେ ନୂଆ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମିଡିଲ ଇଷ୍ଟର ପ୍ରଭାବଶାଳୀ ଦେଶ ଇରାନ। ଇରାନ ଏକ ନୂଆ ଅତ୍ୟାଧୁନିକ ଡ୍ରୋନ୍ ନିର୍ମାଣ କରିଛି। କୁହାଯାଉଛି ବିଶ୍ୱରେ ଯେତେ ଡ୍ରୋନ୍ ଅଛି ଏହା ତା ତୁଳନାରେ ବଡ଼ ଅଟେ। ଏହି ଡ୍ରୋନ୍ ନାଁ ରଖାଯାଇଛି ଗାଜା। ପାଲେଷ୍ଟାଇନରେ ନିହତ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଡ୍ରୋନ୍ ନିର୍ମାଣ କରିଛି ଇରାନ। କୁହାଯାଉଛି ଏହି ଡ୍ରୋନ୍ରେ ଏକାଧିକ ଆଘାତ ବୋମା ଏକା ସାଙ୍ଗରେ ଲୋଡ୍ କରାଯାଇପାରିବ। ଏହାପରେ ଆପେ ଆପେ ଠିକଣା ଖୋଜି ବୋମା ନେଇ ପକାଇ ଆସିପାରିବେ। ଏହି ଡ୍ରୋନ୍କୁ ଇରାନ ଏହାର ସୀମାରେ ନିୟୋଜିତ କରିବାକୁ ଯାଉଛି। ଇରାନ ଏଭଳି 1000 ଡ୍ରୋନ୍ ନିର୍ମାଣ କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି। ରିପୋର୍ଟ ନ୍ୟୁଜ୍ ଦୁନିଆ।